ନମ୍ବର 1 ମେଟ୍ରିକ୍ ପରୀକ୍ଷା ଦେଉଥିବା ଝିଅକୁ ଘରଠାରୁ 5 କିଲୋମିଟର ଦୂରରେ ଥିବା ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା କରିବା ପାଇଁ ଆଜୀବନ କାରାଦଣ୍ଡ ଭୋଗ କରୁଥିବା ବନ୍ଦୀଙ୍କୁ ହାଇକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଜେଲରେ ଥିବା ଆବେଦନକାରୀଙ୍କୁ 2024 ମାର୍ଚ୍ଚ 10 ପର୍ଯ୍ୟନ୍ତ ଅନ୍ତରୀଣ ଜାମିନରେ ଛାଡ଼ିବାକୁ ଜଗତସିଂହପୁର ଦୌରା ଜଜ୍ ଅଦାଲତକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନମ୍ବର 2 ନିଷ୍କ୍ରିୟ ଖାତାର ଟଙ୍କା ଫେରାଇବ ଇପିଏଫ୍ଓ। ଉପକୃତ ହେବେ 31 ଲକ୍ଷ ସଦସ୍ୟ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ଖାତାରେ ପଡ଼ି ରହିଥିବା ଦାୟୀହୀନ ପାଣ୍ଠିକୁ ଯୋଗ୍ୟତମ ସଦସ୍ୟ ଓ ସେମାନଙ୍କ ଉତ୍ତରାଧିକାରୀଙ୍କୁ ଫେରାଇବାକୁ ଶ୍ରମ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଏଥିପାଇଁ ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହି ପଦକ୍ଷେପ ଦ୍ୱାରା 31 ଲକ୍ଷରୁ ଅଧିକ ଖାତାଧିକାରୀ ଉପକୃତ ହେବେ ବୋଲି ଶ୍ରମମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି। ନମ୍ବର 3 ଅଦିନିଆ ଝଡ଼ ବର୍ଷା ଓ କୁଆପଥର ମାଡ଼ ଯୋଗୁଁ ବ୍ୟାପକ କ୍ଷତି। ସୁବର୍ଣ୍ଣପୁର ବିନିକା ଅଞ୍ଚଳରେ ଅଦିନିଆ ଝଡ଼ ବର୍ଷା ଯୋଗୁଁ ସାଧାରଣ ଜନଜୀବନ ବ୍ୟାହତ ହୋଇଛି। ସୋମବାର ଦିନବେଲା ପାଗ ଶୁଖିଲା ଥିବାବେଳେ ଦିନ 5ଟାରେ ହଠାତ୍ ପବନ ସହ ତୁହାକୁ ତୁହା ଝଡ଼ ବର୍ଷା ଓ କୁଆପଥର ମାଡ଼ ହୋଇଥିଲା, ଯାହାଫଳରେ ପ୍ରବଳ ପବନ ଯୋଗୁଁ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଛି। ସେହିପରି ପ୍ରବଳ ଝଡ଼ ବର୍ଷା ଓ କୁଆପଥର ମାଡ଼ରେ ଘରଦ୍ୱାର ଭାଙ୍ଗି ସହ ଉପର ଛାତ ଉଡ଼ିଯାଇଛି। ଏହା ସହ ପନିପରିବା ଚାଷ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି। ନମ୍ବର 4 ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ, ବନ୍ଦ ହେଲା ତେଜସ୍ ଲଢୁଆ ବିମାନର ଉଡ଼ାଣ। ଭାରତର ସ୍ୱଦେଶୀ ଲଢୁଆ ବିମାନ LCA ତେଜସ୍ ଏହି ମାସର ଆରମ୍ଭରେ ଏକ ଏୟାରବେସ୍ର ରନୱେକୁ ସନ୍ଦେହଜନକ ବ୍ରେକ୍ ଫେଲ୍ ହେବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯାହା ବିମାନକୁ ବହୁତ କ୍ଷତି ପହଞ୍ଚାଇଥିଲା। ହିନ୍ଦୁସ୍ତାନ ଏରୋନଷ୍ଟିକ୍ସ ଲିମିଟେଡ୍ ସ୍ପଷ୍ଟ କରିଦେଇଛି ଯେ LCA ତେଜସ୍ ବିମାନ ସହିତ କୌଣସି ଦୁର୍ଘଟଣା ଘଟିଥିବାର ରିପୋର୍ଟ କରାଯାଇନାହିଁ। HAL କହିଛି ଯେ ପ୍ରଶ୍ନବାଚୀରେ ଘଟିଥିବା ଘଟଣାଟିକୁ ଭୂମିରେ ଏକ ଛୋଟ ଯାନ୍ତ୍ରିକ ଘଟଣା ଥିଲା। ଉଡ଼ାଣ ସମୟରେ ନୁହେଁ, ତେଜସ୍ ନୌବାହିନୀ ଯାଞ୍ଚ ନିର୍ଦ୍ଦେଶ। ନମ୍ବର 5 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାନବ କେନ୍ଦ୍ରୀୟ AI ଯାତ୍ରା। ସାରା ବିଶ୍ୱ କୃତ୍ରିମ ବୁଦ୍ଧିମତ୍ତାକୁ ଏକ ଡେଟା ଆଲଗୋରିଦମ୍ ବା ସ୍ୱୟଂଶାସିତ ବଳ ଭାବେ ଦେଖୁଥିବା ବେଳେ ଭାରତ ଏଥିରେ ମାନବିକ ଆକାଂକ୍ଷା ଓ ନୈତିକତାର ସମ୍ପ୍ରସାରଣକୁ ଦେଖୁଛି। ଭାରତର ଏହି ଆଭିମୁଖ୍ୟ AI ଉପଯୋଗ କ୍ଷେତ୍ରରେ ଏକ ନୂତନ ମୋଡ଼ ଆଣିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ଦୃଷ୍ଟିକୋଣକୁ ଆଧାର କରି ଭାରତ କୃତ୍ରିମ ବୁଦ୍ଧିମତ୍ତା ସନ୍ଦର୍ଭରେ ଏକ ସାଂସ୍କୃତିକ ତଥା ସଭ୍ୟତାଗତ ଆକାଂକ୍ଷା ଉପସ୍ଥାପନ କରିଛି। ନମ୍ବର 6 କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନୂଆଦିଲ୍ଲୀରେ ଜାତୀୟ ମୁଦ୍ରୀକରଣ ପାଇପଲାଇନର ଦ୍ୱିତୀୟ ସଂସ୍କରଣକୁ ଶୁଭାରମ୍ଭ କରିଛନ୍ତି। ଏହା ହେଉଛି କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ଦ୍ୱିତୀୟ ପର୍ଯ୍ୟାୟ ସମ୍ପତ୍ତି ମୁଦ୍ରୀକରଣ କାର୍ଯ୍ୟକ୍ରମ। ନୀତି ଆୟୋଗ ଦ୍ୱାରା ଏହି ଦ୍ୱିତୀୟ ପର୍ଯ୍ୟାୟ ମୁଦ୍ରୀକରଣ ଯୋଜନା ପ୍ରସ୍ତୁତ କରାଯାଇଛି। ଭିତ୍ତିଭୂମି ସହ ଜଡ଼ିତ ବିଭିନ୍ନ ମନ୍ତ୍ରଣାଳୟ ସହ ବିଚାର ବିମର୍ଶ କରିବା ପରେ କେନ୍ଦ୍ର ବଜେଟ୍ 2025-26ରେ କରାଯାଇଥିବା ଘୋଷଣା ମୁତାବକ ସମ୍ପତ୍ତି ମୁଦ୍ରୀକରଣ ଯୋଜନା 2025-30 ଆଧାରରେ ଏହାକୁ ପ୍ରସ୍ତୁତ କରାଯାଇଛି। ନମ୍ବର 7 ଏମ୍ସ ଭୁବନେଶ୍ୱରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ। ଓଡ଼ିଶା ଏବଂ ପୂର୍ବ ଭାରତର ସ୍ୱାସ୍ଥ୍ୟସେବା ପରିଦୃଶ୍ୟକୁ ଏକ ନୂତନ ଦିଶା ଦେବା ସହିତ ଏମ୍ସ ଭୁବନେଶ୍ୱର ସଫଳତାର ସହିତ ଏକ ଅତ୍ୟାଧୁନିକ ଯକୃତ ପ୍ରତିରୋପଣ ଲିଭର ଟ୍ରାନ୍ସପ୍ଲାଣ୍ଟ କାର୍ଯ୍ୟକ୍ରମ ସହିତ ଏକ ଅତ୍ୟାଧୁନିକ ରୋବୋଟିକ୍ ସର୍ଜରୀ ବ୍ୟବସ୍ଥା ଆରମ୍ଭ କରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ଭର୍ଚୁଆଲ ଭାବରେ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଉଦ୍ଘାଟନ କରିଛନ୍ତି ଏବଂ ପ୍ରତିଷ୍ଠାନରେ ଉନ୍ନତ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଆନୁଷ୍ଠାନିକ ଭାବରେ ଆରମ୍ଭ କରିଛନ୍ତି। ନମ୍ବର 8 ଯଥାଶୀଘ୍ର ଇରାନ ଛାଡ଼ିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ। ଇରାନରେ ବଢ଼ୁଥିବା ଉତ୍ତେଜନା ଏବଂ ସମ୍ପ୍ରତି ବିରୋଧ ପ୍ରଦର୍ଶନ ମଧ୍ୟରେ ତେହେରାନରେ ଥିବା ଭାରତୀୟ ଦୂତାବାସ ସମସ୍ତ ଭାରତୀୟ ନାଗରିକଙ୍କୁ ତୁରନ୍ତ ଦେଶ ଛାଡ଼ିବାକୁ କଡ଼ା ପରାମର୍ଶ ଦେଇଛି। ଏକ୍ସରେ ଜାରି କରାଯାଇଥିବା ଏକ ମାର୍ଗଦର୍ଶିକାରେ ଦୂତାବାସ କହିଛି ଯେ ଛାତ୍ରଛାତ୍ରୀ, ତୀର୍ଥଯାତ୍ରୀ, ବ୍ୟବସାୟୀ ଏବଂ ପର୍ଯ୍ୟଟକଙ୍କ ସମେତ ସମସ୍ତ ଭାରତୀୟ ବାଣିଜ୍ୟିକ ବିମାନ ସମସ୍ତେ ଉପଲବ୍ଧ ଉପାୟରେ ଇରାନ ଛାଡ଼ିବା ଉଚିତ। ଏହି ପରାମର୍ଶ ହେଉଛି ଜାନୁଆରୀ 5, 2024 ଏବଂ ଜାନୁଆରୀ 14, 2024ରେ ଜାରି କରାଯାଇଥିବା ପୂର୍ବ ପରାମର୍ଶର ଏକ ସଂଶୋଧନ, କିନ୍ତୁ ବର୍ତ୍ତମାନ ପରିସ୍ଥିତି ଅଧିକ ଗମ୍ଭୀର ହୋଇଯାଇଛି। ନମ୍ବର 9 ଇଂରାଜୀ ପରୀକ୍ଷା ପରେ 10ମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା। ଶ୍ରୀରାମନଗର ଅଞ୍ଚଳର ଜଣେ 10ମ
ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଗତ ଶନିବାର ମେଟ୍ରିକ୍ ଇଂରାଜୀ ପରୀକ୍ଷା ଥିଲା। ସେ ପରୀକ୍ଷାରୁ ଆସି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ଇଂରାଜୀ ପରୀକ୍ଷା ବେଳେ ଛାତ୍ରୀ ଜଣଙ୍କ କପି କରିଥିଲେ। ପରୀକ୍ଷା କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀ କପି ଧରିବା ସହ ତାଙ୍କୁ ବିଭିନ୍ନ ପ୍ରକାରର ଭୟ ଦେଖାଇଥିଲେ। ଫଳରେ ଝିଅ ଜଣଙ୍କ ବଦନାମ ଭୟରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସଠିକ୍ ତଦନ୍ତ ପରେ ପ୍ରତ୍ୟୁକ୍ତ ଘଟଣା ସାମ୍ନାକୁ ଆସିବ ବୋଲି ଜଣାପଡ଼ିଛି। ନମ୍ବର 10 ଭାରତକୁ ମିଳିବ ଆଇରନ୍ ଡୋମ୍ ଟେକ୍ନିକ୍। ପିଏମ୍ ମୋଦିଙ୍କ ଇସ୍ରାଏଲ ଗସ୍ତରେ ହେବ ଡିଫେନ୍ସ ଡିଲ୍। ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଆତ୍ମନିର୍ଭରତାକୁ ଏବେ ସୁଦ୍ଧା ସବୁଠୁ ବଡ଼ ମଜବୁତ ମିଳିପାରେ। ଇସ୍ରାଏଲର ମୁମ୍ବାଇ ସ୍ଥିତ ମହାବାଣିଜ୍ୟ ଦୂତ ୟାନିବ୍ ରେଭାଜ ସଂକେତ ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇସ୍ରାଏଲ ଯାତ୍ରା ବେଳେ ଉଭୟ ଦେଶ ନିଜର ପ୍ରତିରକ୍ଷା ଚୁକ୍ତିକୁ ସମ୍ପ୍ରସାରଣ କରିବେ। ଏହି ଡିଲ୍ର ସବୁଠୁ ପ୍ରମୁଖ ଭାଗ ଇସ୍ରାଏଲର ପ୍ରସିଦ୍ଧ ଆଇରନ୍ ଡୋମ୍ ମିସାଇଲ୍ ଡିଫେନ୍ସ ସିଷ୍ଟମର ଟେକ୍ନିକ୍ର ହସ୍ତାନ୍ତରଣ ହୋଇପାରେ। ନମ୍ବର 11 ଦୋଳ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ। ସକାଳ 6:20ରୁ ହାଣ୍ଡି ଛାଡ଼। ଆସନ୍ତା ମାର୍ଚ୍ଚ 3 ତାରିଖରେ ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି। ଏହି ଗ୍ରହଣ ଦୋଳ ପୂର୍ଣ୍ଣିମାରେ ଦେଖିବାକୁ ମିଳିବ। ଗ୍ରହଣ ଓ ପରାଗର ଏହି ଛାଇ ଆଲୁଅର ଖେଳ ଯାହା ସୂର୍ଯ୍ୟ ଚନ୍ଦ୍ର ଓ ପୃଥିବୀର ଏକ ବିଶେଷ ଅବସ୍ଥିତିରେ ଘଟିଥାଏ। ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ର ଓ ସୂର୍ଯ୍ୟ ମଝିରେ ପୃଥିବୀ ଏକ ସରଳ ରେଖାରେ ରହିଥାଏ। ମାର୍ଚ୍ଚ 3 ତାରିଖରେ ଭାରତୀୟ ସମୟ ଦିନ 2:14 ଏହି ଚନ୍ଦ୍ରଗ୍ରହଣ ଆରମ୍ଭ ହେବ। ଯେତେବେଳେ ଚନ୍ଦ୍ର ପୃଥିବୀର ଉପଛାୟାରେ ପ୍ରବେଶ କରିବ ସେତେବେଳେ ଦିନ 3:20 ସମୟ ହୋଇଥିବ। ଆଂଶିକ ଗ୍ରହଣ ଦିନ 3:20ରେ ଆରମ୍ଭ ହୋଇ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଅପରାହ୍ନ 4:34ରୁ 5:32 ଯାଏଁ ଘଟିବ। ଆଂଶିକ ଗ୍ରହଣ ସନ୍ଧ୍ୟା 6:47ରେ ଶେଷ ହେବ। ଏଥିପାଇଁ ଏହି ଚନ୍ଦ୍ରଗ୍ରହଣ ଓଡ଼ିଶାରେ ସନ୍ଧ୍ୟା 6ଟାରୁ ସନ୍ଧ୍ୟା 6:47 ଯାଏଁ ମାତ୍ର ଆଂଶିକ ଗ୍ରହଣ ଭାବେ ଦେଖାଯିବ। କିନ୍ତୁ ଏଥିପାଇଁ ସକାଳ 6:20ରୁ ଘାତ ସମୟ ଆରମ୍ଭ ହେବ ବୋଲି ପାଞ୍ଜିରେ ଲେଖା ହୋଇଛି। ନମ୍ବର 12 ପରିସ୍ଥିତି ଗମ୍ଭୀର। ତୁରନ୍ତ ଇରାନ ଛାଡ଼ିବାକୁ ଭାରତୀୟ ନାଗରିକଙ୍କୁ ସତର୍କ ଜାରି। ତେହେରାନ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଇରାନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ନେଇ ଭାରତୀୟ ଦୂତାବାସ ଆଡ଼ଭାଇଜାରି ଜାରି କରିଛି। ଭାରତୀୟ ଦୂତାବାସ ନିଜ ନାଗରିକଙ୍କୁ କହିଛି ଯେ କୌଣସି ପରିସ୍ଥିତିରେ ହେଉ ଆଜି ଇରାନ ଛାଡ଼ି ଦିଅନ୍ତୁ। ଆଗାମୀ 48 ଘଣ୍ଟା ମଧ୍ୟରେ କିଛି ବି ଘଟିପାରେ। ଅର୍ଥାତ୍ ଆଜି କିମ୍ବା ମଙ୍ଗଳବାର ଆମେରିକା ଓ ଇସ୍ରାଏଲ ପକ୍ଷରୁ ଇରାନ ଉପରେ ହୋଇପାରେ ଭୟଙ୍କର ହମଲା। ନମ୍ବର 13 ବିଜେପିରେ ଗୋଷ୍ଠୀ ରାଜନୀତି ଯୋଗୁଁ 1.5 ବର୍ଷ ହେଲା ହୋଇପାରୁନଥିବା କୋର୍ କମିଟି ବୈଠକ ହୋଇଛି। ଆଉ ବୈଠକରେ ଜୋର ଧରିଛି ଶାସନର ନବକଳେବର ଚର୍ଚ୍ଚା। କୁହାଯାଉଛି ବିଧାନସଭା ପରେ ସମ୍ପ୍ରସାରଣ ହେବ ମନ୍ତ୍ରିମଣ୍ଡଳ। ନେତାଙ୍କୁ ମିଳିବ ନିଗମ ବୋର୍ଡ। ଆଗକୁ ସାଂଗଠନିକ ସ୍ତରରେ ମଧ୍ୟ ଅଦଳ ବଦଳ ହେବ ବୋଲି ଆଲୋଚନା ହେଉଛି। ନମ୍ବର 14 ଦିଲ୍ଲୀରେ ପୁଣି ବୋମା ଆତଙ୍କ। 2 ପ୍ରତିଷ୍ଠିତ ସ୍କୁଲକୁ ଉଡ଼ାଇ ଦେବାକୁ ଧମକ। ରାଜଧାନୀ ଦିଲ୍ଲୀରେ ଥମୁନାହିଁ ବୋମା ଆତଙ୍କ। ସୋମବାର ସକାଳେ ଦିଲ୍ଲୀର 2ଟି ପ୍ରତିଷ୍ଠିତ ସ୍କୁଲକୁ ବୋମାରେ ଉଡ଼ାଇ ଦେବା ପାଇଁ ଇମେଲ ଜରିଆରେ ଧମକ ମିଳିଛି। ଏହି ଖବର ପ୍ରସାରିତ ହେବା ପରେ ସୁରକ୍ଷା ସଂସ୍ଥା ଏବଂ ଅଭିଭାବକମାନଙ୍କ ମଧ୍ୟରେ ଭୟ ଓ ଚାଞ୍ଚଲ୍ୟ ଖେଳିଯାଇଛି। ଧୋଲାକୁଆଁ ସ୍ଥିତ ଆର୍ମି ପବ୍ଲିକ୍ ସ୍କୁଲ ଏବଂ ଲୋଧି ରୋଡ୍ ସ୍ଥିତ ଏୟାର ଫୋର୍ସ ବାଲ୍ ଭାରତୀୟ ସ୍କୁଲକୁ ଇମେଲରେ ଧମକ ମିଳିଛି। ନମ୍ବର 15 ରାଞ୍ଚିରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିବା ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ। ବିମାନରେ ଥିଲେ 7 ଜଣ ଯାତ୍ରୀ। ଝାଡ଼ଖଣ୍ଡର ରାଜନୀତି ରାଞ୍ଚିର ବିର୍ସା ମୁଣ୍ଡା ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଏକ ଘରୋଇ ଚାର୍ଟାର୍ସ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ସିମାରିଆ ଥାନା ଅଞ୍ଚଳରେ ଖାସିୟାତୁ କମରତାଣ୍ଡ ଜଙ୍ଗଲରେ ସଂଗୀତ ବିମାନର ଧ୍ୱଂସାବଶେଷ ମିଳିଛି। ଘଟଣାସ୍ଥଳରେ ମିଳିଥିବା ଧ୍ୱଂସାବଶେଷରେ ପ୍ରୋପେଲର ଏକ ଇଞ୍ଜିନ ଭଳି ଅଂଶଗୁଡ଼ିକ ଦେଖିବାକୁ ମିଳିଛି। ନମ୍ବର 16 ଟି20 ବିଶ୍ୱକପ୍ ବାହାରିବେ ଖରାପ ଫର୍ମରେ ଥିବା ବ୍ୟାଟ୍ସମ୍ୟାନ୍। ଟି20 ବିଶ୍ୱକପ୍ ସୁପର 8ରେ ଦକ୍ଷିଣ ଆଫ୍ରିକାକୁ ଭାରତ ଶୋଚନୀୟ ଭାବେ ପରାଜିତ ହେବାକୁ ପ୍ରଶଂସକ ଏବଂ ମ୍ୟାନେଜମେଣ୍ଟ ସହଜରେ ଗ୍ରହଣ କରିପାରୁନାହାନ୍ତି। ରିପୋର୍ଟ ମୁତାବକ ଟିମ୍ ମ୍ୟାନେଜମେଣ୍ଟ ଖରାପ ଫର୍ମରେ ଥିବା ବ୍ୟାଟ୍ସମ୍ୟାନଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ୍ ଦେଇପାରେ। କୋଚ୍ ଗୌତମ ଗମ୍ଭୀର, ସହକାରୀ କୋଚ୍ ଟେନ୍ ଡୋଷ୍ଟେନ୍ ଓ ଶୀତାଂଶୁ କୋଟାକ ଏନେଇ ସୂଚନା ମଧ୍ୟ ଦେଇଛନ୍ତି। ନମ୍ବର 17 ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଘନାଘନ। ଆମେରିକା ଇରାନ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ଜେନେଭାରେ ହେବାକୁ ଥିବା ପରମାଣୁ ଚୁକ୍ତି ଆଲୋଚନା ବିଫଳ ହେବା ପରେ ଏବେ ସାରା ବିଶ୍ୱରେ ପେଣ୍ଟାଗନ ପିଜା ଇଣ୍ଡେକ୍ସକୁ ନେଇ ଚର୍ଚ୍ଚା ଜୋର ଧରିଛି। କୁହାଯାଉଛି ପେଣ୍ଟାଗନରେ ପିଜା ଅର୍ଡର ବଢ଼ିବା ଏକ ବଡ଼ ସାମରିକ ଅପରେସନର ପୂର୍ବାଭାସ। ନମ୍ବର 18 ରାଜ୍ୟରେ ବଢ଼ିବ ଆମ୍ ବସ୍ ସେବା। ଆଉ 600 ବସ୍ କିଣିବାକୁ ବଜେଟରେ
421 କୋଟି ଟଙ୍କା ବ୍ୟୟ ବରାଦ। ରାଜ୍ୟରେ ଚାଲୁଥିବା ଇ ବସ୍ ତାଲିକାରେ ଯୋଡ଼ି ଆଉ 66ଟି ନୂଆ ଇ ବସ୍। ଏଥିପାଇଁ 2024-27 ଆର୍ଥିକ ବର୍ଷ ବଜେଟ୍ରେ 421 କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଏହି ପଦକ୍ଷେପ ମାଧ୍ୟମରେ ଇ ବସ୍ ସେବା ଏବଂ ପ୍ରଯୁକ୍ତିବିଦ୍ୟା ଭିତ୍ତିକ ସାର୍ବଜନୀନ ପରିବହନ ବ୍ୟବସ୍ଥାକୁ ବ୍ୟାପକ କରାଯିବ। ରାଜ୍ୟ ସରକାର 600 ଇ ବସ୍ କିଣିବାକୁ ଯୋଜନା କରୁଥିବା ବେଳେ ପ୍ରଧାନମନ୍ତ୍ରୀ ଇ ବସ୍ ସେବା ଯୋଜନାରେ ରାଜ୍ୟକୁ ଆଉ 400 ଇ ବସ୍ ଆସିବ ବୋଲି ଜଣାପଡ଼ିଛି। ଏହା ଫଳରେ ରାଜ୍ୟରେ ଆମ୍ ବସ୍ ସେବାର କଲେବର ବୃଦ୍ଧି ପାଇବା ସହିତ ସହରାଞ୍ଚଳରେ ଏହା ଅଧିକରୁ ଅଧିକ ଲୋକଙ୍କୁ ସେବା ଯୋଗାଇବ। ବଜେଟ୍ରେ ଅର୍ଥ ବରାଦ ଓ ନୂତନ ପଦକ୍ଷେପ ସଂକ୍ରାନ୍ତରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ଏହି ବଜେଟ୍ ଆମ ସରକାରଙ୍କ ଲୋକ କେନ୍ଦ୍ରୀୟ ବିକାଶର ପ୍ରତିଫଳନ। ନମ୍ବର 19 ସରକାରୀ ଚାକିରିଆଙ୍କୁ ତାଗିଦ। ଯେଉଁମାନେ ବର୍ତ୍ତମାନ ସୁଦ୍ଧା ସମ୍ପତ୍ତି ତାଲିକା ଦାଖଲ କରିନାହାନ୍ତି ସେମାନେ ମାର୍ଚ୍ଚ 31 ସୁଦ୍ଧା ସମ୍ପତ୍ତି ତାଲିକା ଦାଖଲ କରିବା ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଧାରିତ ସମୟରେ ସମ୍ପତ୍ତି ତାଲିକା ଦାଖଲ ନ କଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି। ଗ୍ରୁପ୍ ଏ ଠାରୁ ଆରମ୍ଭ କରି ଗ୍ରୁପ୍ ଡି ପର୍ଯ୍ୟନ୍ତ ସମସ୍ତଙ୍କୁ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। HRMS ପୋର୍ଟାଲରେ ସ୍ଥାବର ଅସ୍ଥାବର ସମ୍ପତ୍ତି ଅପଲୋଡ କରିବାକୁ ସରକାରୀ ଚାକିରିଆଙ୍କୁ ପରାମର୍ଶ ଦିଆଯାଇଛି। ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ସବୁ ସରକାରୀ ବିଭାଗ RDC ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି। ନମ୍ବର 20 ଆଳୁ ଉତ୍ପାଦନରେ ଓଡ଼ିଶା ବହୁ ପଛରେ। ଉତ୍ପାଦନ କମ୍ ଯୋଗୁଁ ଆମଦାନୀ ଉପରେ ବେଶୀ ନିର୍ଭର ରାଜ୍ୟବାସୀ। ଓଡ଼ିଶାବାସୀଙ୍କୁ ଆଳୁ ଚାହିଦା ମେଣ୍ଟାଇବାରେ 90% ବିଫଳ ହୋଇଛନ୍ତି ରାଜ୍ୟ ସରକାର। ଆଜି ବିଧାନସଭାରେ ମନ୍ତ୍ରୀ ଦେଇଥିବା ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି। ଆଳୁ ପିଆଜ ଉତ୍ପାଦନରେ ଓଡ଼ିଶା ବହୁ ପଛରେ ଥିବା କହୁଛନ୍ତି କୃଷି ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେ। ରାଜ୍ୟରେ ଉତ୍ପାଦନ କମ୍ ଆମଦାନୀ ଉପରେ ବେଶୀ ନିର୍ଭର କରୁଛି ଓଡ଼ିଶା। ନମ୍ବର 21 ହୃଦୟ ଦୁଃଖିତ ଲେଖି ପଶ୍ଚିମବଙ୍ଗର ଲୋକଙ୍କୁ ଏକ ସ୍ୱତନ୍ତ୍ର ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ ମୋଦି। ଚଳିତ ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ବିଜେପି ନେତା ଏବଂ କର୍ମୀମାନେ ନିର୍ବାଚନ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଜନସାଧାରଣଙ୍କୁ ଏକ ସ୍ୱତନ୍ତ୍ର ଚିଠି ଲେଖିଛନ୍ତି। ବଙ୍ଗଳା ଏବଂ ହିନ୍ଦୀରେ ଲେଖାଯାଇଥିବା ଏହି ଚିଠିଟି ବିଜେପିର ଘର ଘର ଅଭିଯାନ ସମୟରେ ପଶ୍ଚିମବଙ୍ଗର ସମସ୍ତ ହିତାଧିକାରୀଙ୍କୁ ବଣ୍ଟନ କରାଯାଉଛି।